श्री गणेशाय नमः। ओं नमो भगवते वासुदेवाय। नारायणं नमस्तुतं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमः वन्दे परमानन्दमाधवं। निगमकल्पतरुगलितं फलं सुखमुखादमृतदवसंयुतं पीतव भागवत रसमलय महुरः रसिका भुवि भावुका। भागवत महापुराण प्रथम स्कंद नवम अध्याय। चैनल जदि नुआ अछंती चैनल को सब्सक्राइब करी बेल आइकन को प्रेस करी दियंतु। प्रतिदिन संध्या 6टारे भागवत श्रवण करंतु। आशा करुछि गोटे अध्याय संपन्न करिवे। तेबे आसंतु आरंभ करिबा। सुत उवाच सुत कहती सावधाने एबे हो शुण मुनि जने एमते प्राणी देखिन होइण धर्मर नंदन सकल धर्म ज्ञान अर्थे विजय कले करथे युद्ध भूमि की साजी साज संगते घेनी देवराज राजा संगते चारि भ्राते सज होइले जे झारथे उत्तम अस निज जित स्वभावे रत्न विभूषित ताहांकर ते विप्रगणे विजय कले तत्क्षणे गोविंद अर्जुन संगते बसिले नंदी घोषरथे पांडव मध्ये चक्रधर किय बाधेबा पटांतर गृहे कगण मध्य गते कुबेर प्रकाश जेमते एमते कुरुक्षेत्र गले पांडवे गोविंद रक्तुले सरसयने गंगा सूत देखिबा अर्थे उपगत अबनी परे मोहगत महाक्षेत्रीय तपवंत पांडवे गोविंद रतुले भीष्म चरणे प्राण मिले ब्राह्मणे मिलिले तक्षणे व्यास समते मुनिगणे अपरे जेते राज ऋषि मिलिले कुरुक्षेत्रे आसी पर्वत नामे महाऋषि धर्म नारद तुले मिसी बादरायणी युद्ध सर भरद्वाज संगे शिष्य परम ज्योति परशुराम वरिष्ठ इंद्र दशस्तम बाज्या बाली जमदग्नि मध्य कपिल गौतम प्रसिद्ध अति कौशल भद्रसेन कौचस अग्निरनंदन निर्मल चेता ब्रह्मचारी मिलिले सुख अधिकारी एमते सर्वमुनि जने मिलिले भीष्म सन्निधाने मुनि को देखिण पचारी शयने प्रमाणित करी धर्मज्ञ गंगार कुमार जे दश काल रिपुहर तेणु पूजिले के मुनिक दृढ़ मानसिके कृष्ण को हृदय बसाई पूजिले दृढ़ चित होई जे हरि जगत ईश्वर अनादि धर्म निराकार पांडुपुत्र को दया चिते भावे कहती जनहिते भीष्म कहती दया चिते सकाळ मुनिक अग्रते बड़ धार्मिक कुंती सुते एमंत भाली हृदगते बने बुलिले कष्ट कर्मे जीवन पोषी विप्रधर्मे
ଯେଣୁ ଗୋବିନ୍ଦ ଆଶ୍ରା ଥିଲେ ଅନେକ ସଙ୍କଟ ଉତ୍ତରିଲେ। ସ୍ୱାମୀ ମରଣେ କୁନ୍ତୀ ଦେବୀ ସକଳ ଚିତ କୃଷ୍ଣ ସେବୀ। ପୁତ୍ରଙ୍କ ଅର୍ଥେ ବହୁ କ୍ଲେଶେ ଦୁଃଖେ ବଞ୍ଚିଲା ବନବାସେ। କାଳର ବଶ ଏ ଜଗତ ପ୍ରାଣୀ ଏ କର୍ମର ଆୟତ। ଜଳେ ଯେ ସନେ ପଦ୍ମଦଳ ପବନେ ଯେନେ ମେଘମାଳ। ଯେ କୂଳେ ରାଜା ଧର୍ମସୂତ ରକ୍ଷକ ଭୀମ ଗଦା ହସ୍ତ। ଅର୍ଜୁନ ଯହିଁ ଧନୁ ଧରେ ଗୋବିନ୍ଦ ରକ୍ଷା କରେ। ସେ କୂଳେ ପଡ଼ଇ ବିପତ୍ତି ଏମନ୍ତ ଈଶ୍ୱରର ଗତି। କେ ଜାଣିପାରେ ତାର ଗତି ଯହିଁ ପଣ୍ଡିତେ ଭ୍ରମହନ୍ତି। ସଂସାର କର୍ମର ଆୟତ ଏମନ୍ତ ଜାଣ କୁନ୍ତୀ ସୁତ। ମନେ ଚିନ୍ତିଲା ସବୁ ଭଲ ଅନାଥ ପ୍ରଜା ଏବେ ପାଳ। ଦେଖ ଅନାଦି ନାରାୟଣ ଯେ ଜ୍ଞାନ ପରମ କାରଣ। ମାୟାରେ ଲୋକ ମନ ହରି ଯାଦବ ବଂଶେ ଅବତାରି। ଏହାର ଅନୁଭୋଗ ଗତ ଅଥବା ଜଣେ ପଶୁପତି। ନାରଦ ଜାଣେ କିଛି ଚିନ୍ତି କିବା କପିଳ ମହାଯତି। ତୁ କୃଷ୍ଣ ମହିମା ନ ଜାଣୁ ମାତୁଳ ସୁତ ପ୍ରାୟ ମଣୁ। ଏହାଙ୍କୁ ଦୂତରେ ନିୟୋଯୋଗୀ ପେଶିଲୁ ପଞ୍ଚଗ୍ରାମ ମାଗି। ବାନ୍ଧବ ପ୍ରାୟ ସ୍ନେହ କରି ରତେ ସାରଥି ଫଣେ ବରି। ଯେହୁ ସେ ପ୍ରଭୁ ଭାବଗ୍ରାହୀ ସ୍ୱଭାବେ ପରାପର ନାହିଁ। ଏଥକୁ ଭକ୍ତିଙ୍କର ହିତେ ଦେଖ ଈଶ୍ୱର ଦୟା କେତେ। ଜୀବନ ଛାଡ଼ିବାର ବେଳେ ମିଳିଲେ ସରଶଯ୍ୟା ଠାରେ। ଯାର ଚରଣ ଭକ୍ତି ଭରେ ନିଶ୍ଚିନ୍ତ ଚିତ ଅନ୍ତକାଳେ। ତୁଣ୍ଡେ ଯେ ନାମ ଉଚ୍ଚାରନ୍ତି ପରମ ପଦେ ସେ ବସନ୍ତି। କର୍ମ ବାସନା ଯାର ଦୂର ଏମନ୍ତ ମହିମା ଯାହାର। ସେ ଦେବ ଦେବ ଭଗବାନ ଭାବେ ଜାଣିଲେ ମୋର ମନ। ଚିତେ ପ୍ରକାଶ ହେଉ ମୋର ମୁହିଁ ଛାଡ଼ିବି କଳେ ବର। ପ୍ରଫୁଲ୍ଲ କମଳ ଲୋଚନ ସୁନ୍ଦର ପ୍ରସନ୍ନ ବଦନ। ଚକ୍ର ସହିତେ ଚାରିବାହୁ ତା ପାଦେ ମୋର ଧ୍ୟାନ ରହୁ। ଏମନ୍ତେ ମୁନିଗଣ ଚାହିଁ ସୁତ କହନ୍ତି ଭାବ ବହି। ଭୀଷ୍ମ ବଚନ କର୍ଣ୍ଣେ ଶୁଣି ଧର୍ମନନ୍ଦନ ମନେ ଗୁଣି। ସରଶଯ୍ୟାରେ ଭୀଷ୍ମ ଚାହିଁ କର ଅଞ୍ଜଳି ଶିରେ ଦେଇ। ବିବିଧ ଧର୍ମ ପଚାରିଲେ ଅନେକ ମୁନିଗଣ ତୋଲେ। ସ୍ୱଭାବେ ଯେତେ ଯେତେ ମତ ସଂସାର ଜନଙ୍କର ହିତ। ରାଗ ବୈରାଗ୍ୟ ଯାହା କରି ସେ ମାର୍ଗେ ସଂସାରୁ ନିସ୍ତରି। ଯେ ରାଜବିଧି ରାଜ ଧର୍ମ ମୋକ୍ଷ ସାଧନେ ଯେତେ କର୍ମ। ଯେତେ ବିଭାগে ଯେତେ କରି ଗୃହ ବନସ୍ତେ ବ୍ରହ୍ମଚାରୀ। ନାରୀର କର୍ମ ଯେତେ ଧର୍ମ ସେ ବିଷ୍ଣୁ ଭକ୍ତିଙ୍କର କର୍ମ। ଯଥାର୍ଥ କାମ ମୋକ୍ଷ ଆଦି ଯେତେ ପ୍ରକାରେ ସାଧ ବିଧି। ସକଳ କହିଲେ ହରସେ ସେ ପୁଣ୍ୟ ଗ୍ରନ୍ଥ ଇତିହାସେ। ଏମନ୍ତ କହି ନାନା ଧର୍ମ ଭୀଷ୍ମର ଚିତ୍ତ ଚିନ୍ତି କର୍ମ। ତକ୍ଷଣେ କୃଷ୍ଣ ଭାବ ଘେନି ଗଙ୍ଗାନନ୍ଦନ ହୁଏ ତିନି। ସିଦ୍ଧ ପୁରୁଷ ଯୋଗ ବଳେ ଯାହା ଚିନ୍ତନ୍ତି ଅନ୍ତକାଳେ। ସେ କାଳ ଅତି ପୁଣ୍ୟ ଧାମ ଉତ୍ତରାୟଣ ତାର ନାମ। ସକଳ ଆଗମନ ଦେଖି ସଂକୋଚ କଲେ ବେନିଆଖି। ସହସ୍ର ସହସ୍ର ବଚନ ଶୁଣାଇ ହୋଇଲେ ମୌନ। କୁସଙ୍ଗ ହରି ଦୃଢ଼ ମନେ କୃଷ୍ଣ ଚରଣେ ଅବଧାନେ।
ସେ ହରି ଅଛି ଆଗେ ବସି ଚତୁର୍ଭୁଜକୁ ପ୍ରକାଶୀ ପିତ ବସନ କଟି ଭାଗେ ବିଜୁଳି ଯେହ୍ନେ ନୀଳ ମେଘେ ହେମନ୍ତ କୃଷ୍ଣ ରୂପ ହେଜି ଭାବ ଭଗଦେ ଚକ୍ଷୁ ବୁଝି ଧାରଣ ଯୋଗ ଧ୍ୟାନ କରି ସଂଶୟ ଦୂରେ ପରିହରି ଯୁଦ୍ଧର ଯେତେ ଶ୍ରମ ଥିଲା ତକ୍ଷଣ ଶରରୁ ଛାଡ଼ିଲା ଇନ୍ଦ୍ରର ଅର୍ଥେ ଯେତେ କର୍ମ ଚିତୁ ଛାଡ଼ିଲା ମତି ଭ୍ରମ ଅନ୍ତରେ ବେନି କର ଯୋଡ଼ି ବୋଲେ ଗୋବିନ୍ଦ ପାଦେ ପଡ଼ି ଭୀଷ୍ମ ଉବାଚ ଏହି ପ୍ରକାରେ ମୋର ମନ କୃଷ୍ଣ ଅର୍ଜୁନ କୃଷ୍ଣ ନାମ ସର୍ବ ବିଷୟ ତେଜି ଦୂରେ ବିଦ୍ୟା ଚେତନା ନିର୍ବିକାରେ କୃଷ୍ଣ ଶରୀରେ ହେଉଲିନ ଯେ ହରି ଜଗତେ ପ୍ରଧାନ ଯାର ମହିମା ଯୋଗୀ ଜନେ ଚିନ୍ତା ନ ପାରେ ଯୋଗ ଧ୍ୟାନେ ସେ ସୁଖ ପାଇ ଏ ଜଗତେ ପ୍ରକୃତି ନାଶେ ଅବିରତେ ପ୍ରକୃତି ତହିଁ ଏ ଜଗତ ପ୍ରବାହ ରୂପେ ଆତଜାତ ତମାଳ ପତ୍ର ପ୍ରାୟ ବର୍ଣ୍ଣ ଯେ ରୂପେ ମୋହେ ତ୍ରିଭୁବନ ପିତ ବସନ କଟି ସୋହେ ପ୍ରକାଶେ ରବି ରଶ୍ମି ପ୍ରାଏ ଅକାଳ ଅବୃତ କପାଳ ବିରାଜେ ବନ୍ଦନ କମଳ ଅର୍ଜୁନ ସଖା ପାଦ ତଳେ ମୋଚିତ ରହୁଏ ନିଶ୍ଚଳେ ସଂଗ୍ରାମେ ଅଶ୍ୱଧୂଳି କାଏ ଶିର ବଦନ ଅଧୁମ ପ୍ରାଏ ବିରାଜେ ଶୋଧ କଣା ରଙ୍ଗେ ବିବିଧ ଅଳଙ୍କାର ଅଙ୍ଗେ ମୋହର ତକ୍ଷଣେ ବାଣ ପନ୍ତି ଯାର କବଚେ ଝଟକନ୍ତି ସେ ପୁରେ ପଶୁ ମୋର ପ୍ରାଣ ସ୍ୱଭାବେ ଯେଉ ପରିତ୍ରାଣ ସେ ହରି ଅର୍ଜୁନ ବଚନେ ରଥ ନିବେଶୀ ମଧ୍ୟ ସନେ ଅନାଇ କଟାକ୍ଷ ଲୋଚନେ ଆୟୁଷ ହରେ ପରସନେ ତାର ଚରଣ ମନେ ଚିନ୍ତି ନିରତେ ହେଉ ମୋର ପ୍ରୀତି ଯୁଦ୍ଧର ଅର୍ଥେ କୋପ କରି ସକଳ ଅସ୍ତ୍ର କରେ ଧରି ସମରେ ଦେଖି ବନ୍ଧୁ ଜନ ଦୟାରେ ନ ଯୁଝେ ଅର୍ଜୁନ ମାୟାରେ ତାର ମନ ମୋହି ଅନେକ ଆତ୍ମଜ୍ଞାନ କହି ଅର୍ଜୁନ କୁମତି ହରିଲା ଛଳେ ସଂଗ୍ରାମ ସଂହାରିଲା ତାର ଚରଣେ ମୋହମତି ନିଶ୍ଚଳ କରି ଆତ୍ମାଗତି ମୋହର ତୁଲେ ସତ୍ୟ କଲା ଶରଣ ଧରି ପିବୋଇଲା ମୋହର ତକ୍ଷଣେ ବାଣୀ କୋପି ମୋର ବଚନେ ମୋତେ ସ୍ଥାପି ତକ୍ଷଣେ ଅସ୍ତ୍ର ଧରି ହସ୍ତେ ରଥୁ ଧାଇଲା ଭୂମି ଗତେ ଧାମତେ ଅବନି କମ୍ପିଲା ଉତ୍ତର କନ୍ଦୁ ଉଡ଼ିଗଲା ଚକ୍ର ଉଞ୍ଚାଇ ମହାକୋପେ ମିଳିଲା ମୋହର ସମୀପେ ଧର୍ବେଣ ସମର ଉପେକ୍ଷୀ ସିଂହ ଯେ ସନେ ଯଜ ଦେଖି ମୁହତ ତାଇ ପଣେ ରୁନ୍ଧି ଅନେକ ବାଣ ତାରେ ବିନ୍ଧି ବିଚ୍ଛିନ୍ନ କଲି ସେନା ସଙ୍ଗେ ଦେଖି ଧାଇଁଲା ଅତି ବେଗେ ରୁଧିର ଭୂଷଣ ଶରୀରେ ଭୂମିକମ୍ପଇ ପାଦ ତଳେ ସେ ହରି ଧାଇ ମୋର ପ୍ରାଣ ମୁଁ ଏବେ ପଶିଲି ଶରଣ ବିଜୟ ରଥେ ସେ ସାରଥି ରଥ ଆରୋହୀ ଶୁଭ ଚିନ୍ତି ସଂଗ୍ରାମ କରି ଯେତେ ମଲେ ସତିକ ମୁକ୍ତି ସେ ଲଭିଲେ ଏବେ ସଂଗ୍ରାମ ଅନ୍ତ କାଳେ ମୋର ଚିତ ରହୁ ପାଦ ମୂଳେ ଗୋପନଗରେ ବୃନ୍ଦାବନେ ରାସ ଉତ୍ସବ ଗୋପୀ ଜନେ
ଲଳିତ ଗତି ସୁବିଳାସ ମନଜ୍ଞ ହୃଷ୍ଟ ମନ୍ଦହାସ ଯାହାର ସଙ୍ଗେ ଭାବ କରି ଭାଗ ସାଗରୁ ଗଲେ ତରି ଧର୍ମନନ୍ଦନ ଯଜ୍ଞଶାଳେ ଋଷି ବ୍ରାହ୍ମଣ ଦେବ ମେଳେ ଯାହାର ପାଦେ ଅର୍ଘ୍ୟ ଦେଇ ସୁଖେ ସୁନ୍ଦର ମୁଖ ଚାହିଁ ସକଳେ ଗଲେ ମୁଖ୍ୟ ମାର୍ଗେ ଏବେ ଦିଶୁ ମୋର ଅଗ୍ରେ ନିର୍ମଳ ଆତ୍ମା ରୂପ ହୋଇ ଅନିଜ୍ଞ ହୃଦୟ ପଶଇ ସକଳ ଚକ୍ଷୁ ଧରେ ଭାବି ଯେଠେ ପଶଇ ହୁଏ ରବି ସେ ହରି ପାଦେ ସୁଖେ ଭଜି ପସନ୍ତି ଭାବ ମୋର ତେଜି ଶ୍ରୀ ସୁତ ଉବାଚ ଏ ପନ୍ତେ ଗୋବିନ୍ଦ ବିଷये ଯାହାର ଚିତ ଜ୍ଞାନ ହୋଏ ଆତ୍ମାରେ ଆତ୍ମା ସ୍ଥିର କରି ପବନେ ପବନ ସଂହାରି ଦେଖନ୍ତି ସୁର ନର ମୁନି ଗଙ୍ଗା ନନ୍ଦନ ହେଲେ ତୁନି ଜୀବ ତେଜିଲା ଭାବ ମୋହେ ପଶିଲା ଗୋବିନ୍ଦର ଦେହେ ଭୀଷ୍ମ ମରଣ ଦେଖି ଭଲେ ଯେ ଅବା ଥିଲେ କୃଷ୍ଣ ତୋଲେ ସଭଏ ବସିଲେ ସମସ୍ତେ ପକ୍ଷିଏ ଯେନେ ଦିନ ଅନ୍ତେ ତକ୍ଷଣେ ଦୁନ୍ଦୁଭି ଶବଦ ଦେବଦାନବେ କଲେ ବାଦ୍ୟ ସାଧୁ ଶବଦ ଶୂନ୍ୟ ପୁରେ ପୁଷ୍ପ ବରଷେ ନିରନ୍ତରେ ତକ୍ଷଣ ଯୁଧିଷ୍ଠିର ଯାଇ ଅନଳେ ଭୀଷ୍ମ ଦେହ ବଦହି ମୁହୂର୍ତ୍ତେ ବସି ଦୁଃଖ ମନେ ଉଠି ସକଳ ମହାଜନେ ଯେ ମହାମତେ ସ୍ତୁତି କଲେ ନମିଲେ କୃଷ୍ଣ ପାଦ ତଳେ ଉଠି ସକଳେ ଦୁଃଖ ଚିତେ ଗୃହେ ଚଳିଲେ ନିଜ ପତେ ପାଣ୍ଡବେ ଗୋବିନ୍ଦ ସଙ୍ଗତେ ହସ୍ତିନା ମିଳିଲେ ତୁରିତେ ତକ୍ଷଣେ ଅନ୍ତପୁର ଯାଇ ଅନ୍ଧ ଗାନ୍ଧାରୀଙ୍କି ବସାଇ ଗୋବିନ୍ଦ ଧୂତ ରାଷ୍ଟ୍ର ବୋଲେ ଯୁଧିଷ୍ଠିରଙ୍କୁ ରାଜା କଲେ ଯାହାଙ୍କ ପିତା ରାଜା ଥିଲେ ସେ ରାଜା ସୁଖେ ରାଜ୍ୟ କଲେ ହେମନ୍ତ କରି ରାଜପଣ ସଙ୍ଗେତେ ଘେନି ନାରାୟଣ ସେ ନାରାୟଣ ପାଦକତେ ଶରଣ ଦାସ ଜଗନ୍ନାଥେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାं ବୈୟାସିକ୍ୟାଂ ପ୍ରଥମ ସ୍କନ୍ଧେ ଯୁଧିଷ୍ଠିର ରାଜ୍ୟ ଲଭେ ନାମ ନବମ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।